ମକର ରାଶିର 2026 ମସିହା ରାଶିଫଳ ଅନୁଯାୟୀ 2026 ମସିହା ବର୍ଷଟି ମକର ରାଶି ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ। କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ଶୁଭ ପରିଣୟ କାର୍ଯ୍ୟ ସମ୍ପନ୍ନ ହେବ। ଏହା ସହିତ ଜାଣିବା 2026 ମସିହାରେ ମକର ରାଶିର ଆର୍ଥିକ ଅବସ୍ଥା କିପରି ରହିବ ଏବଂ ମକର ରାଶିଜାତ ବ୍ୟକ୍ତି କିଛି ଅଶୁଭ ଫଳ ପ୍ରାପ୍ତ କରିବାକୁ ଥିଲେ ତାର ପ୍ରତିକାର କିପରି କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାରେ ସୌରମଣ୍ଡଳରେ ବିଚରଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଅନୁଯାୟୀ 2026 ମସିହାରେ ମକର ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ। ମକର ରାଶିର କର୍ମଭାବ ଉପରକୁ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ କର୍ମକ୍ଷେତ୍ର ବେଶ ପ୍ରଶସ୍ତ ରହିବ। ପରିଶ୍ରମ ଅନୁଯାୟୀ ଆଶାଜନକ ଫଳ ମିଳିବ। ମକର ରାଶିର ଭାଗ୍ୟ ସ୍ଥାନର ଅଧିପତି ବୁଧ ଏକ ବାଣିଜ୍ୟିକ ଗ୍ରହ ହୋଇଥିବାରୁ ବ୍ୟବସାୟରେ ଭାଗ୍ୟୋନ୍ନତିର ରାସ୍ତା ଖୋଲିଯିବ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ମଧ୍ୟରେ ବୃହସ୍ପତି ନିଜ ଉଚ୍ଚ ରାଶି ତଥା ମକର ରାଶିର ବାଣିଜ୍ୟ ସ୍ଥାନ କର୍କଟ ରାଶିରେ ଅବସ୍ଥାନ କରିବାକୁ ଥିବାରୁ ଏହି ସମୟରେ ବେପାର କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ଦେଖାଯିବ। ନୂତନ ବାଣିଜ୍ୟିକ ସଂସ୍ଥା ଖୋଲିପାରନ୍ତି। ଟୁରିଂ ବିଜନେସ୍ ହେଉ ଅଥବା ବ୍ୟବସାୟ ନିମନ୍ତେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା, ପାର୍ଟନରସିପ୍ ବିଜନେସ୍ କରୁଥିଲେ ଏହି ସମୟଟି ସର୍ବୋତ୍ତମ ସମୟ ରହିବ। ଚାକିରି କରୁଥିଲେ ବର୍ଷର ପ୍ରଥମାର୍ଦ୍ଧରେ ପ୍ରମୋସନ୍ ସହିତ ବଦଳି ହେବାର ଆଶା କରାଯାଏ। ମକର ରାଶି ଅଧିପତି ଶନିଦେବ ଭଲ ସ୍ଥିତିରେ ବର୍ଷସାରା ରହୁଥିବାରୁ ଚାକିରି କ୍ଷେତ୍ରରେ ପରାକ୍ରମୀ ହେବେ। କର୍ମକ୍ଷେତ୍ରରେ ଅଧିକା ପରିଶ୍ରମ କରିବାକୁ ପଡ଼ିବ। ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ରହିବେ ତଥା ସେମାନଙ୍କର ସମସ୍ୟା ସମାଧାନ କରିବାରେ ବିଶେଷ ଭୂମିକା ଗ୍ରହଣ କରିବେ। ନ୍ୟାୟପ୍ରିୟ ହେବେ କିନ୍ତୁ ସମୟରେ ନଛୋଡ଼ବନ୍ଦା ନୀତି ମଧ୍ୟ ଗ୍ରହଣ କରିବେ। ଅକ୍ଟୋବର ମାସ 31 ତାରିଖ ପରେ ଉଭୟ ବେପାର ଓ ଚାକିରି କ୍ଷେତ୍ରରେ ଶିଥିଳତା ପ୍ରକାଶ ପାଇପାରେ। ଆର୍ଥିକ ଦୃଷ୍ଟିରୁ 2026 ମସିହା ମକର ରାଶି ପାଇଁ ବହୁତ ଅନୁକୂଳ ରହିବ। ଅର୍ଥର ପ୍ରବାହ ବର୍ଷ ସାରା ଲାଗି ରହିବ। ନିଜ ପରାକ୍ରମରେ ପ୍ରଚୁର ଧନ ଅର୍ଜନ କରିବାକୁ ସମର୍ଥ ହେବେ। ଜାଗାବାଡ଼ି, ଘର ଓ ଯାନବାହନ କିଣିବାର ସୁଯୋଗ ଆସିବ। ରାହୁ ମହାଗ୍ରହ ମକର ରାଶିର ଦ୍ୱିତୀୟ ଧନସ୍ଥାନରେ ଅବସ୍ଥାନ କରିଥିବାରୁ ଅନୈତିକ ଉପାୟରେ ଧନ ସଂଗ୍ରହ କରିବାକୁ ପ୍ରୋତ୍ସାହିତ କରିବେ। 2026 ମସିହାରେ ଅର୍ଥ ରୋଜଗାର ଠିକ୍ଠାକ୍ ରହୁଥିବା ବେଳେ ଖର୍ଚ୍ଚର ପରିମାଣ କିନ୍ତୁ ବହୁ ପରିମାଣରେ ବୃଦ୍ଧି ପାଇବ। ଲଭ୍ ଲାଇଫରେ ଥିବା ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧରେ ମର୍ଯ୍ୟାଦା ରକ୍ଷା କରି ଚଳିବା ଦରକାର। ତାହେଲେ ପ୍ରେମ ସମ୍ପର୍କ ମଜବୁତ ହେବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପ୍ରେମ ବିବାହ କରିବାର ବହୁତ ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ମକର ରାଶି ଜାତ ପୁଅ ଝିଅଙ୍କ ପାଇଁ 2026 ମସିହାର ଶେଷାର୍ଦ୍ଧଟି ବେଶ ପ୍ରଶସ୍ତ ରହିଛି। ବହୁତ ଭଲ ଜାଗାରୁ ଭଲ ବିବାହ ପ୍ରସ୍ତାବମାନ ଆସି ଶୁଭ ପରିଣୟ କାର୍ଯ୍ୟ ସମ୍ପନ୍ନ ହୋଇଯିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହାଟି ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ସାମାନ୍ୟ କମଜୋର ରହିପାରେ। ଦ୍ୱିତୀୟ ପରିବାର ସ୍ଥାନ
ବା କୁମ୍ଭ ରାଶିରେ ରାହୁ ମହାଗ୍ରହ ପ୍ରାୟ ବର୍ଷ ସାରା ରହୁଥିବାରୁ ସାମାନ୍ୟ କଥାକୁ ନେଇ ପରିବାର ଭିତରେ ଝଡ଼ ସୃଷ୍ଟି କରାଇପାରନ୍ତି। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମନ ଅମେଳ ରହିପାରେ। ରାହୁ ମହାଗ୍ରହ ପରିବାରର ସଦସ୍ୟମାନଙ୍କ ମନରେ ସନ୍ଦେହର ବୀଜ ବୁଣିବା ପାଇଁ ଚେଷ୍ଟା କରିବେ। ତେଣୁ ଉଚିତ ହେବ ଏହି ସମୟରେ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ଚଳିବା ଦରକାର। ପରିବାର ମଧ୍ୟରେ ସନ୍ତୁଳନ ରଖି କାର୍ଯ୍ୟ କଲେ ରାହୁଙ୍କର କୁପ୍ରଭାବକୁ ଏଡ଼ାଇ ହେବ। ବର୍ଷର ମଧ୍ୟଭାଗରେ ଦମ୍ପତି ତୀର୍ଥାଟନ ବା ଦେବଦର୍ଶନ ପାଇଁ ଦୂରସ୍ଥାନ ଭ୍ରମଣରେ ଯାଇପାରନ୍ତି। ମକର ରାଶିରେ ଅଧ୍ୟୟନରତ ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ 2026 ମସିହା ଆଶା ଅନୁରୂପ ଫଳ ପ୍ରଦାନ କରିବ। କିନ୍ତୁ ପଞ୍ଚମ ଶିକ୍ଷା କ୍ଷେତ୍ର ଉପରକୁ ଶନି ମହାଗ୍ରହଙ୍କର ଦୃଷ୍ଟି ରହୁଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅଳସୁଆମୀ ପ୍ରଦର୍ଶନ କରିବେ। ପାଠପଢ଼ାରେ ମନ ଲଗାଇବେ ନାହିଁ। ତେଣୁ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ଅଧିକ ପରିଶ୍ରମ କଲେ ଆଶାଠାରୁ ଅଧିକା ସଫଳତା ପାଇପାରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ମକର ରାଶି ପାଇଁ ଶୁଭପ୍ରଦ ରହିବ। ମକର ରାଶିର ଅଧିପତି ଶନିଦେବଙ୍କର ସ୍ଥିତି ବର୍ଷ ସାରା ଅନୁକୂଳ ରହୁଥିବାରୁ ସ୍ୱାସ୍ଥ୍ୟ ଉତ୍ତମ ରହିବ। କିନ୍ତୁ ବର୍ଷର ପ୍ରଥମାର୍ଦ୍ଧରେ ପେଟ ବା ଅଣ୍ଟା ଜନିତ ସମସ୍ୟା ଦେଖାଦେଇପାରେ। ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି ମକର ରାଶିର ଷଷ୍ଠ ଭାବରେ ଅବସ୍ଥାନ କରୁଥିବାରୁ ଖାଦ୍ୟ ବଦହଜମି ସମସ୍ୟାରୁ ପେଟ ବା ଅଣ୍ଟାରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଅଛି। କିନ୍ତୁ ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି ସପ୍ତମ ଭାବ କର୍କଟ ରାଶିରେ ପ୍ରବେଶ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ। ପୂର୍ବରୁ ଭୋଗ କରୁଥିବା ରାହୁଜନିତ ମାନସିକ ଦୁଶ୍ଚିନ୍ତା ମଧ୍ୟ ଉଭେଇଯିବ। ସ୍ୱାସ୍ଥ୍ୟ ଲାଭ ସହିତ ମନ ପ୍ରଫୁଲ୍ଲ ରହିବ। ଏତଗଲା ମୋଟାମୋଟି ଭାବରେ ମକର ରାଶି ପାଇଁ 2026 ମସିହାର ବାର୍ଷିକ ରାଶି ଫଳ। 2026 ମସିହାରେ ମକର ରାଶିଜାତ ବ୍ୟକ୍ତି ଯଦି କୌଣସି ସମସ୍ୟାର ସାମନା କରୁଥାନ୍ତି ତେବେ ମକର ରାଶିର ଅଧିପତି ଶନିଦେବଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କର ପୂଜା ଆରାଧନା କରନ୍ତୁ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହେବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।